ଜାଣିଛି ସମସ୍ତେ ଯେ ଉଦ୍ଭିଦର କ୍ଷେତ୍ରରେ କିପରି ଜଳ ଏବଂ ଖଣିଜ ଲବଣ ଉଦ୍ଭିଦର ବିଭିନ୍ନ ଅଂଶକୁ ଯାଏ ଏବଂ ଉଦ୍ଭିଦର ପତ୍ର ଖାଦ୍ୟ ପ୍ରସ୍ତୁତ କରେ। ଖାଦ୍ୟ ପ୍ରସ୍ତୁତ କଲା ପରେ ପୁଣି ସେହି ଖାଦ୍ୟ ଚେରରୁ ଅଗ୍ର ପର୍ଯ୍ୟନ୍ତ କିପରି ଯାଏ, ତା ପାଇଁ କ'ଣ କ'ଣ ଆବଶ୍ୟକ ହୁଏ, କିପରି ହୁଏ ସେ ବିଷୟରେ ପଢ଼ିବା ଏବଂ ତା ସହିତ ଆମେ ଜାଣିବା ଯେ ଯେଉଁ ବଡ଼ ବଡ଼ ଗଛ ଅଛି, ଛୋଟ ଗଛ ନାହିଁ, ଛୋଟ ଗଛରେ ତ ଜଳ ଖଣିଜ ପଦାର୍ଥ ଆରାମସେ ପଳେଇ ଯାଉଥିବ, କିନ୍ତୁ ବଡ଼ ବଡ଼ ଗଛରେ ଚେରରୁ ଅଗ୍ରତକ କିପରି ଯାଉଛି ଆମେ ଜାଣିବା ଦରକାର। ତା ପାଇଁ ତିନୋଟି ଚାପ କାର୍ଯ୍ୟ କରେ। ଗୋଟେ ହେଉଛି ମୂଳୟ ଚାପ, ଆଉ ଗୋଟେ ହେଉଛି ସଂଶକ୍ତି ତତ୍ତ୍ୱ ଆଉ ଗୋଟେ ହେଉଛି ବୈଶ୍ବିକ ଆକର୍ଷଣ। ଠିକ ଅଛି, ବୈଶ୍ବିକ ଆକର୍ଷଣ କିପରି ସାହାଯ୍ୟ କରେ ଉଦ୍ଭିଦର ଜଳ ପରିବହନରେ, ସଂଶକ୍ତି ତତ୍ତ୍ୱ କିପରି ସାହାଯ୍ୟ କରେ ଜଳ ପରିବହନରେ ଏବଂ ମୂଳୟ ଚାପ ତାକୁ ଆମେ ଦେଖିବା।